ଆପଣଙ୍କର ଫୁଲବାଣୀ ଅଞ୍ଚଳ ହଉ କନ୍ଧମାଳ ଅଞ୍ଚଳ ହଉ ଗଞ୍ଜାମ ଅଞ୍ଚଳ ହଉ ସବୁ ଯାଉଛନ୍ତି ଆମର ତାମିଲନାଡୁ ଯାଉଛନ୍ତି କି ଚେନ୍ନାଇ ଯାଉଛନ୍ତି କି କେରଳ ଯାଉଛନ୍ତି କାହିଁକି ତାର କାରଣ କ'ଣ? ଆଜ୍ଞା ଓଡ଼ିଶାରେ କାମ ମିଳୁନାହିଁ। ଏକରେ ଲୋକ ଖାଇବାକୁ ପାଉନାହାନ୍ତି। ଖର୍ଚ୍ଚ କରିବା ପାଇଁ ମହୁଲି ଟିକେ ପିଇବା ପାଇଁ ମହିଳା ମାନଙ୍କୁ ମହୁଲି ଟିକେ ନିଶା ଫୁଟୁକା ଖାଇବା ପାଇଁ ପଇସା ପତ୍ର କିଛି ମିଳୁନାହିଁ। ମହିଳା ମାନେ ମହୁଲି ପିଉଛନ୍ତି? ହଁ, ଆପଣ ରାଇକିଆ ପଟେ ଯାଆନ୍ତୁ, ବାଲିଗୁଡ଼ା ପଟେ ଯାଆନ୍ତୁ, ତୁମୁଡ଼ି ବନ୍ଧ ଯାଆନ୍ତୁ, ରାମପୁର ଯାଆନ୍ତୁ, ଧୁଆମୂଳ ଯାଆନ୍ତୁ, ସେଇପଟେ ଟୋଟାଲ ଦାରିଙ୍ଗବାଡ଼ି ପଟେ ଯାଆନ୍ତୁ, ଦେଖିବେ ଘରେ ଘରେ ମହୁଲି ହେଉଛି। ହେଲେ ମହୁଲି କିଣିକି ପିଇବା ପାଇଁ ସମସ୍ତେ ତ ବନାଉନାହାନ୍ତି ନା, ଯେଉଁମାନେ କିଣିକି ପିଉଛନ୍ତି ସେମାନଙ୍କର ହାତ ଖର୍ଚ୍ଚ ବି ହାତରେ ରହୁନାହିଁ। ତ ପଇସା ନିହାତି ଆବଶ୍ୟକ ରହିଛି। ଯେ ନୂଆ ସରକାର ଆସିଲା ପରେ ଏବେ କିଛି ହେଇନି ବୋଲି ସେ ବିଷୟରେ କିଛି କହିବେ କି? ନାଇଁ ନୂଆ ସରକାର ଆସିଲା ପରେ ଲୋକଙ୍କ ହାତରେ ପଇସା ବି ଏବେ ହାତରେ ନାହିଁ। ସେମାନଙ୍କ ହାତରେ ସୁଭଦ୍ରା ଯୋଜନା କ'ଣ ସମସ୍ତଙ୍କୁ ମିଳିଲା କି? ଯୋଉ ମିଳିଲା କାଁ ଭାଁ ମିଳିଛି। ତାପରେ ଟଙ୍କା ଲୋକଙ୍କ ପାଖରେ ଅଭାବ ହେବା ହେତୁ ସେମାନେ ଦାଦନ ଖଟିବାକୁ ତାମିଲନାଡୁ ପଳେଇ ଯାଉଛନ୍ତି। ତାମିଲନାଡୁ କ'ଣ ପାଇଁ ଯାଉଛନ୍ତି ନା, ତାମିଲନାଡୁରେ ବହୁତ କମ୍ପାନୀ ଅଛି, ବିସ୍କେଟ୍ କମ୍ପାନୀ ଅଛି, କୁରୁକୁରି କମ୍ପାନୀ ଅଛି, କପଡ଼ା କମ୍ପାନୀ ଅଛି। ତ ହଜାର ହଜାର ମହିଳା କନ୍ଧମାଳ ଆଦିବାସୀ ଏରିଆରୁ ସବୁ ଚାଲି ଯାଉଛନ୍ତି ସେଇପଟକୁ, ନବରଙ୍ଗପୁର ହଉ ବାଙ୍ଗାଲୋର ପଳାଉଛନ୍ତି ଆଉ କ'ଣ, ବେଙ୍ଗଲୋର, କାନାଡା, କର୍ଣ୍ଣାଟକ, ତାପରେ ତିରୁପୁର, କୋଏମ୍ବଟୁର, ଚେନ୍ନାଇ, ଇରୋଡ, ସେଲମ ସବୁ ଚେନ୍ନାଇ ତକ ସବୁ ଯାଉଛନ୍ତି କାମ କରିବା ପାଇଁ। ଓଡ଼ିଶାରେ କାହିଁ ହେଇପାରୁନି କ'ଣ ପାଇଁ ଶିଳ୍ପ ପ୍ରତିଷ୍ଠା? ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ। ଓଡ଼ିଶାରେ ଫ୍ୟାକ୍ଟ୍ରି ଗୋଟେ କରିବା, ଓଡ଼ିଶା ଲୋକଙ୍କୁ ଓଡ଼ିଶାରେ ରଖି କାମ କରାଇବା, ସେ ଆନ୍ତରିକତା ସରକାର ମାନଙ୍କର ନାହିଁ। ପୂର୍ବ ସରକାର ନାହିଁ କି ନୂଆ ସରକାରଙ୍କର ବି ନାହିଁ। ବୁଝିଲେ? ଯିଏକି ଲୋକ ଯାଉଛନ୍ତି ସେଠିକି ଦାଦନ ଖଟିବାକୁ, ସେଠି ଚାରୁ ପାଣି ଭାତ ଖାଇକିରି 8,000 9,000 ଟଙ୍କାରେ କାମ କରୁଛନ୍ତି। କିନ୍ତୁ ବହୁତ ଦୁର୍ନୀତି ବି ହଉଛି। ଝିଅମାନଙ୍କୁ ରେପ୍ କରୁଛନ୍ତି, ସେଠି ପ୍ରେଗନେଣ୍ଟ କରୁଛନ୍ତି। ଏଇଭଳିଆ ବହୁତ କିଛି ଘଟଣା ଆମେ ତାମିଲନାଡୁରେ ରହିକି ସବୁ ଭେରିଫିକେସନ କରି ଦେଖିଲୁ। କିନ୍ତୁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ସେଠି ପାଦ ପକେଇ ନାହାନ୍ତି। ଆମର ଓଡ଼ିଶାର ଶ୍ରମିକ ମାନେ କେମିତି ଅଛନ୍ତି, କ'ଣ ଖାଉଛନ୍ତି, ସେ ନେଇ ଗୋଟେ ଅଭିଯୋଗ କଲେଣି କି ମୁଖ୍ୟମନ୍ତ୍ରୀଙ୍କ ପାଖରେ କି ଶ୍ରମ ମନ୍ତ୍ରୀ ପାଖରେ ଅଭିଯୋଗ କଲେଣି କି? ବିଭାଗ ପୁରା ସବୁ ପେପରକୁ ପକେଇ ଦେଇଛି। ତାଙ୍କ ହାତରେ ତ କାଗଜ କଲମ ରହିଲା, ତାଙ୍କ ହାତରେ ତ ରହିଲା ସବୁ, ତ ସେଇ ସବୁ ତାଙ୍କ ହାତରେ ସବୁ ରହିଲା। ଆଉ ତାଙ୍କୁ କହିବ କିଏ, ଶୁଣିବ କିଏ? ସବୁ ତ ଚାପି ଦଉଛନ୍ତି। ଘଟଣାକୁ ଚାପି ଦେବାରେ ସରକାର ହଉଛନ୍ତି 1 ନମ୍ବର ମାଏ। ଏପଟେ ଓଡ଼ିଶାରେ ଡିଡିମ ପିଟୁଛନ୍ତି, ଆମ ଓଡ଼ିଶା ରାଜ୍ୟ ସରକାର ନମ୍ବର 1। ଦେଖିଲା ବେଳକୁ ହଜାର ହଜାର ଲୋକ, ଗରିବ ଲୋକ, ଅଧା ବୟସିଆ ମହିଳା ତାକୁ ଖାଲି ନେଉଛନ୍ତି। ପୁରୁଷ ମାନଙ୍କୁ ସେଠି କୁକୁର ଭଳିଆ ଛେଳି ଭଳିଆ ବ୍ୟବହାର କରୁଛନ୍ତି। ମଝିରେ ଦେଖିଥିବେ ଖାଇବାକୁ ପିଇବାକୁ ଦେଲେନି, କୋରୋନା ଟାଇମରେ ବାଡେଇକିରି ଯୋଉ ଭଳିଆ କଲେ କେନ୍ଦ୍ରାପଡ଼ା ପିଲା ଗୁଡାକୁ, ଭଦ୍ରକ ପିଲା ଗୁଡାକୁ, ମାନେ ସେମାନେ ଟ୍ରେନରେ ଆସିବା ପାଇଁ ବି ବାଟ ପାଇଲେନି। କୋଉଠି ଆମର କେରଳରେ? କେରଳ ହଉ କି କୋଏମ୍ବଟୁର ହଉ କି ତାମିଲନାଡୁର ତିରୁପୁର ଅଞ୍ଚଳ ହଉ ବା ସେଲମ ଏରିଆ ହଉ, ଚେନ୍ନାଇ ହଉ, ଦେଖନ୍ତୁ ମଝିରେ ଯୋଉ ଭଳିଆ ବିକଳରେ ଆସିଛନ୍ତି, ମୁଣ୍ଡ ଖରାପ।